ଶ୍ରୀକୃଷ୍ଣ କୁହନ୍ତି, ହେ ଅର୍ଜୁନ, ଯାହା ଘଟେ ଭଲ ପାଇଁ ଘଟେ। ଜୀବନରେ ଅନେକ ଥର ଏମିତି ସମୟ ଆସିଥାଏ ଯେତେବେଳେ ଆମେ ଦୁର୍ବଳ ଏବଂ ପରାଜିତ ଅନୁଭବ କରିଥାଉ। ଆମେ ସେତେବେଳେ ବୁଝିପାରିନଥାଉ ଯେ ଆମ ସହିତ କାହିଁକି ଏପରି ଘଟୁଛି। କିନ୍ତୁ ସତ୍ୟ କଥା ହେଉଛି ଏହା ଯେ ପ୍ରତ୍ୟେକ ଅଭିଜ୍ଞତା ଆମକୁ କିଛି ନା କିଛି ଶିଖାଇବାକୁ ଆସିଥାଏ। ଯଦି ସ୍ୱପ୍ନ ଭାଙ୍ଗିଯାଏ ତେବେ ବୁଝିଯାଅ ଯେ ନୂଆ ସ୍ୱପ୍ନ ଦେଖିବାର ସମୟ ଆସିଯାଇଛି। ଯଦି ଏକ ସମ୍ପର୍କ ଶେଷ ହୁଏ ତେବେ ଏକ ନୂତନ ଏବଂ ପ୍ରକୃତ ସମ୍ପର୍କ ପାଇଁ ସ୍ଥାନ ସୃଷ୍ଟି ହୁଏ। ଯେତେବେଳେ ସୁଯୋଗ ଖସିଯାଇଥାଏ, ବିଶ୍ୱାସ କରନ୍ତୁ ଯେ ଆପଣଙ୍କ ପାଇଁ ଆହୁରି ଭଲ ସୁଯୋଗ ପ୍ରସ୍ତୁତ ହେଉଛି। ଶ୍ରୀକୃଷ୍ଣ କୁହନ୍ତି, ହେ ଅର୍ଜୁନ, ଯାହା ବିତିଗଲା ଭଲ ଥିଲା, ଯାହା ଘଟୁଛି ତାହା ମଧ୍ୟ ଭଲ ଏବଂ ଯାହା ଘଟିବାକୁ ଯାଉଛି ତାହା ମଧ୍ୟ ବହୁତ ଭଲ ହେବ। ପ୍ରତ୍ୟେକ ପରିସ୍ଥିତି କିଛି ନା କିଛି ଶିକ୍ଷା ଦେଇଥାଏ। ଯେପରି ପକ୍ଷୀର ବସା ଭାଙ୍ଗିଗଲେ ତାକୁ ଉଡ଼ିବାକୁ ବାଧ୍ୟ କରାଯାଇଥାଏ ଏବଂ ଏହି ଉଡ଼ିବା ତାକୁ ବହୁତ ଉଚ୍ଚତାକୁ ନେଇଯାଇଥାଏ। ଯେତେବେଳେ କୋଇଲା ଚାପ ସହ୍ୟ କରେ ସେତେବେଳେ ଯାଇ ହୀରାର ତିଆରି ହୋଇଥାଏ। ଅନ୍ଧାର ରାତି ପରେ ହିଁ ସକାଳ ଆସିଥାଏ। ଜୀବନ ନିଜକୁ ସୁନ୍ଦର ନୁହେଁ, ଏହାକୁ ସୁନ୍ଦର କରିବା ପାଇଁ ଆମକୁ ପ୍ରାର୍ଥନା, ନମ୍ରତା, ତ୍ୟାଗ ଏବଂ ପ୍ରେମକୁ ଗ୍ରହଣ କରିବାକୁ ପଡ଼ିବ। ଏହି ଜଗତ ନଶ୍ୱର, କିନ୍ତୁ ଆମର କର୍ମ ଅମର ଅଟେ। ପ୍ରତ୍ୟେକ ସକାଳ ଏକ ନୂତନ ସୁଯୋଗ ଦେଇଥାଏ। ଗତକାଲି କେବଳ ଶିକ୍ଷା ଦେବା ପାଇଁ ଥିଲା ଏବଂ ଆସନ୍ତାକାଲି ପୂର୍ବ ଅପେକ୍ଷା ଆହୁରି ଭଲ ହେବ। ଏହି ବିଶ୍ୱାସକୁ କେବେ ଭାଙ୍ଗିବାକୁ ଦିଅନ୍ତୁ ନାହିଁ। ଚିନ୍ତା କେବଳ ମନକୁ ଜଟିଳ କରିଥାଏ। ଏହା କାଲିର ସମସ୍ୟାର ସମାଧାନ କରିନଥାଏ କିମ୍ବା ଆଜି ପାଇଁ ଶାନ୍ତି ପ୍ରଦାନ କରେ ନାହିଁ। ଆମେ ପ୍ରାୟତଃ ଏପରି ଜିନିଷ ହରାଇବାକୁ ଭୟ କରୁ ଯାହା ପ୍ରକୃତରେ ଆମର ନୁହେଁ। ଯାହା ଆମର ନୁହେଁ, ଆମେ ଯେତେ ଚେଷ୍ଟା କଲେ ମଧ୍ୟ ତାହା ଆମର ହୋଇ ରହିବ ନାହିଁ। ଆପଣ କେବେ ଲକ୍ଷ୍ୟ କରିଛନ୍ତି କି ଯେଉଁମାନେ ସବୁଠାରୁ ଅଧିକ ହସନ୍ତି ସେମାନଙ୍କ ହୃଦୟରେ ସବୁଠାରୁ ଗଭୀର କ୍ଷତ ଥାଏ? କାରଣ ପ୍ରତ୍ୟେକ ବ୍ୟକ୍ତିଙ୍କ ଦୃଷ୍ଟିକୋଣ, ଭାବନା ଏବଂ ଯନ୍ତ୍ରଣା ଭିନ୍ନ ହୋଇଥାଏ। କିଛି ଲୋକ ଆପଣଙ୍କ ହସରେ ଆପଣଙ୍କ ଖୁସି ଦେଖିବେ, ଯେତେବେଳେ କିଛି ଲୋକ ଆପଣଙ୍କ ଭିତରେ ରହିଥିବା ଯନ୍ତ୍ରଣାକୁ ମଧ୍ୟ ବୁଝିବେ। ଭଲ କାମ କେବେ ବ୍ୟର୍ଥ ଯାଏ ନାହିଁ। ଆପଣ କାହା ପାଇଁ ଯଦି ଭଲ କାମ କରନ୍ତି ତେବେ ତାହା ନିଶ୍ଚିତ ଭାବରେ କୌଣସି ନା କୌଣସି ରୂପରେ ଆପଣଙ୍କ ପାଖକୁ ନିଶ୍ଚୟ ଫେରିଆସିବ। ତେଣୁ ହୃଦୟରୁ କାହା ପାଇଁ ଭଲ କରିବାକୁ କେବେ ବି ସଙ୍କୋଚ ପ୍ରକାଶ କରନ୍ତୁ ନାହିଁ। ସମ୍ପର୍କ ସ୍ୱାର୍ଥପରତା ଉପରେ ନୁହେଁ, ବିଶ୍ୱାସ ଏବଂ ପ୍ରେମ ଉପରେ ପ୍ରତିଷ୍ଠିତ। କେତେବେଳେ ଜୀବନ ଆମକୁ ପତନ କରାଏ ଏବଂ ପତନ କଷ୍ଟଦାୟକ। କିନ୍ତୁ ମନେ ରଖନ୍ତୁ ଯେ ଯଦି ଆପଣ ପୁଣି ଠିଆ ହୁଅନ୍ତି ତେବେ ଏହି ପତନ ଆପଣଙ୍କୁ ଆହୁରି ଶକ୍ତିଶାଳୀ କରିଦେବ। ପରାଜୟ ସେତେବେଳେ ହୁଏ ଯେତେବେଳେ ଆପଣ ଉଠିବାକୁ ମନା କରନ୍ତି। ଈଶ୍ୱରଙ୍କ ପ୍ରତି କୃତଜ୍ଞ ହେବା ପ୍ରକୃତ ଜୀବନ। କାରଣ ଯେତେବେଳେ ଆମେ ଅଭିଯୋଗ କରିଥାଉଁ ସେତେବେଳେ ଆମେ ଆମର ବର୍ତ୍ତମାନକୁ ପ୍ରଶଂସା କରିନଥାଉ। ଯେଉଁମାନଙ୍କ ହୃଦୟରେ ପ୍ରକୃତ ମାନବିକତା ଅଛି ସେମାନେ କେବଳ ଏତିକି ଚାହାନ୍ତି ଯେ ସେମାନେ ଯେଉଁ ଯନ୍ତ୍ରଣା ଭୋଗ କରିଛନ୍ତି ତାହା ଅନ୍ୟ କାହାକୁ ଭୋଗ କରିବାକୁ ନ ପଡ଼ୁ ଏବଂ ଯେଉଁ ସୁଖ ସେମାନଙ୍କୁ ମିଳିଛି ତାହା
ସମସ୍ତଙ୍କୁ ମିଳୁଥାଉ। ସମସ୍ତଙ୍କୁ ଖୁସି କରିବାକୁ ଚେଷ୍ଟା କରନ୍ତୁ ନାହିଁ, ବିଶେଷ କରି ଯେଉଁମାନେ ଆପଣଙ୍କୁ ପ୍ରଶଂସା କରନ୍ତି ନାହିଁ। ଯିଏ ଆପଣଙ୍କୁ ପ୍ରକୃତରେ ଭଲ ପାଏ ସେ ଆପଣଙ୍କୁ ପରିବର୍ତ୍ତନ କରିବାକୁ ଚାହିଁନଥାଏ, ସେ ଆପଣଙ୍କୁ ବୁଝିବାକୁ ଚାହୁଁଛି। ଜୀବନରେ ସର୍ବଦା ସତ୍ୟର ପଥ ଅନୁସରଣ କରନ୍ତୁ, ଧୈର୍ଯ୍ୟ ରଖନ୍ତୁ ଏବଂ ନିଜ ଲକ୍ଷ୍ୟ ଆଡ଼କୁ ଆଗକୁ ବଢ଼ନ୍ତୁ। ଈଶ୍ୱରଙ୍କ ନ୍ୟାୟରେ ବିଶ୍ୱାସ ରଖନ୍ତୁ, କାରଣ ଯିଏ ଆଜି ଆପଣଙ୍କର ବିରୋଧୀ ସେ କାଲି ଆପଣଙ୍କ କାହାଣୀରୁ ପ୍ରେରଣା ନେବ। କଷ୍ଟକର ପରିସ୍ଥିତିରେ ଶାନ୍ତ ରୁହନ୍ତୁ ଏବଂ ସମାଧାନ ଖୋଜିବାକୁ ଚେଷ୍ଟା କରନ୍ତୁ, କାରଣ ତରବରରେ ନିଆଯାଇଥିବା ନିଷ୍ପତ୍ତି ପ୍ରାୟତଃ ଅନୁତାପ କରିବାକୁ ପଡ଼ିଥାଏ। ପ୍ରତ୍ୟେକ ମଣିଷର କିଛି ନା କିଛି ଦୁର୍ବଳତା ଥାଏ। କେତେକ ଦ୍ରୁତ ଗତିରେ ଦୌଡ଼ି ପାରନ୍ତି ନାହିଁ, କେତେକ ଭାରି ଭାର ବହନ କରିପାରନ୍ତି ନାହିଁ, କେତେକ ଲୋକ ଅସୁସ୍ଥ ଆଉ କେତେକ ଲୋକ ପାଠପଢ଼ାରେ ପଛରେ ଅଛନ୍ତି। କିନ୍ତୁ ପ୍ରଶ୍ନ ଏହା ନୁହେଁ ଯେ ଆପଣଙ୍କର କ'ଣ ଅଭାବ ଅଛି, ବରଂ ଆପଣ ଆପଣଙ୍କ ଅଭାବକୁ କିପରି ଦେଖୁଛନ୍ତି। କିଛି ଲୋକ ନିଜର ଦୁର୍ବଳତା ଆଗରେ ହାର ମାନି ନିଅନ୍ତି, ଯେତେବେଳେ ଅନ୍ୟ ଲୋକମାନେ କଠିନ ପରିଶ୍ରମ ଏବଂ ସାହସ ଦ୍ୱାରା ସେଗୁଡ଼ିକୁ ଦୂର କରିଦିଅନ୍ତି। ପାର୍ଥକ୍ୟ କେବଳ ଚିନ୍ତାଧାରାର। ଯିଏ ଅଟକେ ସେ ହାରିଯାଏ ଏବଂ ଯିଏ ଲଢ଼େ ସେ ଆଗକୁ ବଢ଼ିଯାଏ। ଈଶ୍ୱର ଆମକୁ କିଛି ତ୍ରୁଟି ସହିତ ଏହି ଦୁନିଆକୁ ପଠାଇ ଦିଅନ୍ତି, କିନ୍ତୁ ସେଗୁଡ଼ିକୁ ଗ୍ରହଣ କରିବା ଆମର ମାନସିକ ଦୁର୍ବଳତା। ଯେଉଁମାନେ ବୁଝନ୍ତି ଯେ ପ୍ରତ୍ୟେକ ସମସ୍ୟାର କିଛି ନା କିଛି ସମାଧାନ ଅଛି, ସେମାନେ କେବେ ବି ହାର ମାନି ନାହାନ୍ତି। ଯେପରି ପ୍ରବଳ ଝଡ଼ ସମୟରେ ମଧ୍ୟ ଶକ୍ତ ଗଛଗୁଡ଼ିକ ଠିଆ ହୋଇ ରହିଥାଏ, ସେହିପରି ଯିଏ ନିଜ ଅନ୍ତର୍ନିହିତ ଶକ୍ତି ଏବଂ ଧୈର୍ଯ୍ୟ ଉପରେ ଭରସା ରଖିଥାଏ ସେ ପ୍ରତ୍ୟେକ କଷ୍ଟର ସମ୍ମୁଖୀନ ହୋଇପାରିବ। ଶେଷରେ ଯିଏ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଦୃଢ଼ ଭାବରେ ଠିଆ ହୋଇଥାଏ ତାହାର ବିଜୟ ହୋଇଥାଏ। ଶ୍ରୀକୃଷ୍ଣ କୁହନ୍ତି, ଯେଉଁ ବ୍ୟକ୍ତି ଜ୍ଞାନରୁ ଦୂରରେ ଥାଏ ଏବଂ ପରମେଶ୍ୱରଙ୍କ ଉପରେ ବିଶ୍ୱାସ ରଖିନଥାଏ ସେ ପ୍ରକୃତ ସଫଳତା କିମ୍ବା ପ୍ରକୃତ ସୁଖ ପାଇନଥାଏ। କାରଣ ଜ୍ଞାନ କେବଳ ପୁସ୍ତକରୁ ନୁହେଁ ବରଂ ଅଭିଜ୍ଞତାରୁ ମଧ୍ୟ ଆସିଥାଏ ଏବଂ ଭକ୍ତି କେବଳ ମନ୍ଦିରରେ ନୁହେଁ ବରଂ ଆମର କାର୍ଯ୍ୟରେ ମଧ୍ୟ ପ୍ରତିଫଳିତ ହୁଏ। ଯଦି ଜଣେ ବ୍ୟକ୍ତି ନିଜ ଜୀବନରେ ସନ୍ତୋଷ ଆଣିନଥାଏ ତେବେ ସେ ସର୍ବଦା ଅପୂର୍ଣ୍ଣତାର ଶିକାର ହୋଇ ରହିବ। ଜୀବନରେ ସବୁବେଳେ ଗୋଟିଏ କଥା ମନେ ରଖନ୍ତୁ ଯେ ଅନ୍ୟମାନଙ୍କୁ ପରାସ୍ତ କରିବା ଅପେକ୍ଷା ଜିତିବାକୁ ଉତ୍ସାହିତ କରିବା ବହୁତ ଭଲ। ପ୍ରେମ କେବଳ ସମ୍ପର୍କରେ ରହିବା ନୁହେଁ ବରଂ ଏହାର ଅର୍ଥ ହେଉଛି ହୃଦୟରୁ ଆପଣଙ୍କ ଯତ୍ନ ନେଉଥିବା ବ୍ୟକ୍ତି ପ୍ରତି ପ୍ରକୃତରେ ଯତ୍ନ ନେବା। ପୂର୍ବେ ଲୋକମାନେ ଭାବପ୍ରବଣ ଥିଲେ, ତେଣୁ ସେମାନେ ସମ୍ପର୍କ ବଜାୟ ରଖିଥିଲେ। ପରେ ସେମାନେ ବ୍ୟବହାରିକ ହେବା ସହିତ ଲାଭ ଦେଖିବାକୁ ଆରମ୍ଭ କଲେ ଏବଂ ଏବେ ସେମାନେ ବୃତ୍ତିଗତ ହୋଇଗଲେଣି। ଏବେ ସମ୍ପର୍କ ମଧ୍ୟ କେବଳ ସେତେବେଳେ ଜାରି ରହିଥାଏ ଯେତେବେଳେ କିଛି ନା କିଛି ତାଙ୍କର ଲାଭ ଥାଏ। କିନ୍ତୁ ଜଣେ ବ୍ୟକ୍ତିର ପ୍ରକୃତ ସ୍ୱଭାବ ତାଙ୍କ ମୁହଁରୁ ନୁହେଁ ତାଙ୍କ କଥା, ଚିନ୍ତାଧାରା ଏବଂ ତାଙ୍କର କାର୍ଯ୍ୟରୁ ବୁଝାପଡ଼ିଥାଏ। ଜୀବନ ଏକ ଅଦୃଶ୍ୟ ପୁସ୍ତକ ପରି, ପରବର୍ତ୍ତୀ ପୃଷ୍ଠା କ'ଣ ଆଣିବ କେହି ଜାଣି ବି ପାରନ୍ତି ନାହିଁ।
ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ କାହାର ମନ ଏବଂ ତାଙ୍କ ନୀରବତାକୁ ବୁଝିପାରନ୍ତି। ତେଣୁ ଅଭିଯୋଗ କରିବା ବନ୍ଦ କରନ୍ତୁ ଏବଂ ଜୀବନକୁ ଏକ ସୁଯୋଗ ଭାବରେ ବଞ୍ଚନ୍ତୁ। କାରଣ ଆଜି ଯାହା ଆପଣଙ୍କ ପାଖରେ ଅଛି ତାହା ହିଁ ସବୁଠାରୁ ବଡ଼ ସମ୍ପତ୍ତି। ଯଦି ଆପଣଙ୍କର ଉଦ୍ଦେଶ୍ୟ ସ୍ପଷ୍ଟ ଏବଂ ଆପଣଙ୍କର ଉଦ୍ଦେଶ୍ୟ ଠିକ୍ ଅଟେ, ତେବେ ବିଶ୍ୱାସ ରଖନ୍ତୁ ଯେ ଭଗବାନ ନିଶ୍ଚିତ ଭାବରେ ଆପଣଙ୍କୁ ସାହାଯ୍ୟ କରିବେ। ଯେତେବେଳେ ସେ କିଛି ନେଇଯାଆନ୍ତି, ଏହା ଦଣ୍ଡ ନୁହେଁ, ସେ ଆପଣଙ୍କ ହାତକୁ ମୁକ୍ତ କରୁଛନ୍ତି, ଯାହାଦ୍ୱାରା ଆପଣ କିଛି ଭଲ ପାଇପାରିବେ। ସମ୍ପର୍କ ହେଉ, ରାସ୍ତା ହେଉ କିମ୍ବା ସୁଯୋଗ ହେଉ, ଯାହା ଚାଲିଯାଏ ତାହା ଆପଣଙ୍କ ପାଇଁ ଭଲ ହୋଇନପାରେ, କିନ୍ତୁ ଯାହା ଆସିବାକୁ ଯାଉଛି ତାହା ନିଶ୍ଚିତ ଭାବରେ ଆପଣଙ୍କ ପାଇଁ ବହୁତ ଭଲ ହେବ। ଜୀବନରେ ଅସୁବିଧାର ସମ୍ମୁଖୀନ ହେବା ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ଜିନିଷ ଗୁଡ଼ିକ ଆମକୁ ଅନୁଭବ କରାଏ ଯେ କିଏ ଆମର ନିଜର ଏବଂ କିଏ କେବଳ ସମୟ ବିତାଉଥିଲା। ଲୋକମାନେ କୁହନ୍ତି ଯେ ସମୟ ବଦଳେ, କିନ୍ତୁ ବାସ୍ତବରେ ଲୋକମାନେ ବଦଳି ଯାଆନ୍ତି। ଯେତେବେଳେ ଏହି ବୁଝାମଣା ଆସେ, ଆଶା ମଧ୍ୟ ବଦଳିଯାଏ ଏବଂ ନା ଅଧିକାଂଶ ଲୋକ ଭଲ ଦେଖାଯାଆନ୍ତି, ନା ଆମେ କାହାଠାରୁ ଅଧିକ ଭଲ ଆଶା କରିଥାଉ। ଯେଉଁମାନେ ଆପଣଙ୍କୁ ସମ୍ମାନ କରନ୍ତି, କେବଳ ସେମାନଙ୍କ ସହିତ ସମ୍ପର୍କ ବଜାୟ ରଖନ୍ତୁ, କାରଣ କେବଳ ଭିଡ଼ ବଢ଼ାଇଲେ କିଛି ହାସଲ ହୋଇନଥାଏ। କିଛି ଲୋକ ଆପଣଙ୍କ ସହିତ ରହିଲେ ମଧ୍ୟ ଆପଣଙ୍କର ନୁହନ୍ତି, କିନ୍ତୁ ଆଉ କିଛି ଲୋକ ଦୂରରେ ରହିଲେ ମଧ୍ୟ ଆପଣଙ୍କର ସବୁଠାରୁ ନିକଟତର ହୁଅନ୍ତି। ପ୍ରାୟତଃ ଆମେ ଯେଉଁଠାରେ ଅଧିକ ବିଶ୍ୱାସ ରଖିଥାଉ, ସେହି ସ୍ଥାନରେ ହିଁ ସବୁଠାରୁ ବଡ଼ ବିଶ୍ୱାସଘାତକତା ପାଇଥାଉ। କିନ୍ତୁ ମନେ ରଖନ୍ତୁ, ଆପଣଙ୍କର ଆତ୍ମସମ୍ମାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଯେଉଁମାନେ ଆପଣଙ୍କୁ ବାରମ୍ବାର ତଳକୁ ଆଣିବାକୁ ଚେଷ୍ଟା କରନ୍ତି, ସେମାନଙ୍କଠାରୁ ନିଜକୁ ରକ୍ଷା କରିବାକୁ ଚେଷ୍ଟା କରନ୍ତୁ। ଶ୍ରୀକୃଷ୍ଣ କୁହନ୍ତି, ଏପରି ଲୋକଙ୍କୁ ଛାଡ଼ିଦେବା ଭଲ ଅଟେ। ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି ଯେ ଗୋଟିଏ ପାଣି ବୁନ୍ଦାର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରଭାବ ପଡ଼ିଥାଏ। ଯଦି ଏହା ଜଳୁଥିବା ପାତ୍ର ଉପରେ ପଡ଼େ, ତେବେ ଏହା ତୁରନ୍ତ ବାଷ୍ପରେ ପରିଣତ ହୁଏ। ଯଦି ଏହା ପଦ୍ମ ଫୁଲ ଉପରେ ପଡ଼େ, ତେବେ ଏହା ମୁକ୍ତା ପରି ଚମକଦାର ହୋଇଥାଏ। ଯଦି ଏହା ମୃତ ବ୍ୟକ୍ତିଙ୍କ ମୁହଁରେ ପଡ଼ିଯାଏ, ତେବେ ଏହା ଗଙ୍ଗା ଜଳ ହୋଇଯାଏ ଏବଂ ଯଦି ସେହି ସମାନ ଜଳବିନ୍ଦୁ ସାପର ମୁହଁରେ ପଡ଼ିଯାଏ, ତେବେ ଏହା ବିଷରେ ପରିଣତ ହୋଇଯାଏ। ପାଣି ବୁନ୍ଦା ସମାନ ଅଟେ, କିନ୍ତୁ ଏହାର ସ୍ଥିରତା ଉପରେ ନିର୍ଭର କରି ପ୍ରଭାବ ପରିବର୍ତ୍ତନ ହୁଏ। ଯେତେବେଳେ ଏକ ବୁନ୍ଦାର ଭାଗ୍ୟ ତା'ର ସାଥୀ ଯୋଗୁଁ ବଦଳି ଯାଇପାରେ, ତେବେ ମଣିଷ କାହିଁକି ନୁହେଁ? ଭଲ ସାଥୀ ବ୍ୟକ୍ତିକୁ ଉଚ୍ଚତାରେ ପହଞ୍ଚାଇ ଦେଇଥାଏ ଏବଂ ଖରାପ ସାଥୀ ତାକୁ ତଳକୁ ଟାଣି ଆଣିଥାଏ। ଯଦି ଆପଣ ଖରାପ ଲୋକଙ୍କ ମଧ୍ୟରେ ରହୁଛନ୍ତି, ତେବେ ଆପଣ ସେମାନଙ୍କ ଅଭ୍ୟାସର ଶିକାର ନିଶ୍ଚୟ ହୋଇଯିବେ, କିମ୍ବା ଧୀରେ ଧୀରେ ଆପଣ ମଧ୍ୟ ସେମାନଙ୍କ ପରି ହୋଇଯିବେ। ସେଥିପାଇଁ ଆମେ କାହା ସହିତ ସମୟ ବିତାଇବା ପାଇଁ ବୁଦ୍ଧିମାନ ଭାବରେ ବାଛିବା ଗୁରୁତ୍ୱପୂର୍ଣ୍ଣ ଅଟେ, କାରଣ ସାଥୀ ଆମର ଚିନ୍ତାଧାରା, ନିଷ୍ପତ୍ତି ଏବଂ ସମଗ୍ର ଜୀବନକୁ ପ୍ରଭାବିତ କରିଥାଏ। ଆପଣ କେବେ ଭାବିଛନ୍ତି କି କିଛି ଲୋକ ପ୍ରତ୍ୟେକ କଷ୍ଟକୁ ପରାସ୍ତ କରି ଆଗକୁ ବଢ଼ି ଚାଲନ୍ତି, ଯେତେବେଳେ କିଛି ଲୋକ
ଛୋଟ ଛୋଟ ସମସ୍ୟାରେ ମଧ୍ୟ ନିରାଶ ହୋଇପଡ଼ନ୍ତି। ପାର୍ଥକ୍ୟ କେବଳ ଚିନ୍ତାଧାରା ଏବଂ ସାଥୀର। ଜଣେ ମହାନ ବ୍ୟକ୍ତିଙ୍କ ସହିତ ବିତାଇଥିବା ଗୋଟିଏ ଦିନ ଆପଣଙ୍କୁ ବର୍ଷ ବର୍ଷର ପୁସ୍ତକ ଅପେକ୍ଷା ଅଧିକ ଶିକ୍ଷା ଦେଇପାରେ। ଥରେ ଦୁଃଖ ଖୁସିକୁ କହିଲା, ସମସ୍ତେ ତୁମକୁ ଭଲ ପାଆନ୍ତି, ସମସ୍ତଙ୍କ ଓଠରେ ତୁମର ନାମ ଅଛି। ସୁଖ କହିଲା, ଠିକ୍ ଅଛି, କିନ୍ତୁ ତୁମେ ଆସିଲେ ଲୋକମାନେ ସେମାନଙ୍କର ପ୍ରିୟଜନକୁ ମନେ ପକାନ୍ତି ଏବଂ ମୁଁ ଆସିଲେ ସେମାନେ ସେମାନଙ୍କର ପ୍ରିୟଜନକୁ ଭୁଲି ଯାଆନ୍ତି। ସମସ୍ତେ ଖୁସିକୁ ପସନ୍ଦ କରନ୍ତି, କିନ୍ତୁ ଦୁଃଖ ମଧ୍ୟ ଆବଶ୍ୟକ, କାରଣ ଏହା ଆମକୁ ଜୀବନର ପ୍ରକୃତ ମୂଲ୍ୟ ବୁଝାଇଥାଏ। ଦୁଃଖ କଷ୍ଟ ଆମେ କିଏ ତାହା ପ୍ରକାଶ କରିଥାଏ ଏବଂ ଆମକୁ ଆମର ଶକ୍ତି ଅନୁଭବ କରାଏ। ଜୀବନରେ ଦୁଃଖ ଦୁଇଟି ଉପାୟରେ ଆସେ। ଯେତେବେଳେ ଆମର କୌଣସି ଇଚ୍ଛା ଅପୂର୍ଣ୍ଣ ରହିଥାଏ ଏବଂ ଯେତେବେଳେ ସମସ୍ତ ଇଚ୍ଛା ପୂରଣ ହୋଇଥାଏ। ଈଶ୍ୱର ଆମକୁ ଯାହା ଦେଇଛନ୍ତି ତାହା ଆମ ପାଇଁ ଯଥେଷ୍ଟ। ଏହା ହେଉଛି ସବୁଠାରୁ ବଡ଼ ସତ୍ୟ। କିନ୍ତୁ ଆମେ ପ୍ରାୟତଃ ଯାହା ଆମ ପାଖରେ ନାହିଁ ତା ପଛରେ ଦୌଡ଼ିଥାଉଁ ଏବଂ ଯାହା ଆମ ପାଖରେ ଅଛି ତାହାର ପ୍ରଶଂସା କରିବାକୁ ଭୁଲି ଯାଇଥାଉ। ଯେତେବେଳେ ଆମେ ଭଲ ଲୋକଙ୍କ ସହିତ ମିଶି ଜୀବନଯାପନ କରିଥାଉଁ ଏବଂ ଉଦ୍ଦେଶ୍ୟମୂଳକ ଭାବରେ ବଞ୍ଚିଥାଉଁ, ସେତେବେଳେ ସନ୍ତୋଷ, ସେବା, ସତ୍ୟ ଏବଂ ସ୍ନେହ ଭଳି ଗୁଣଗୁଡ଼ିକ ପ୍ରକାଶ ପାଇଥାଏ। ପ୍ରାର୍ଥନା କରିବାର ଅର୍ଥ ନୁହେଁ ଯେ ପରମେଶ୍ୱର ପରିସ୍ଥିତିକୁ ତୁରନ୍ତ ପରିବର୍ତ୍ତନ କରିଦେବେ, ବରଂ ଏହା ଆମର ଚିନ୍ତାଧାରା ଏବଂ ପ୍ରକୃତିରେ ପରିବର୍ତ୍ତନ ଆଣିଥାଏ ଏବଂ ଯେତେବେଳେ ଚିନ୍ତାଧାରା ପରିବର୍ତ୍ତନ ହୁଏ, ପରିସ୍ଥିତି ମଧ୍ୟ ପରିବର୍ତ୍ତନ ହେବା ପାଇଁ ଆରମ୍ଭ କରିଥାଏ। କେବଳ ହାତ ଯୋଡ଼ିବା ଯଥେଷ୍ଟ ନୁହେଁ, ମନକୁ ମଧ୍ୟ ନମ୍ର କରିବାକୁ ପଡ଼ିବ। ଆମ କଥାରେ ଏତେ ମିଠା ରହିବା ଉଚିତ ଯେ ଯଦି ଆମକୁ ସେଗୁଡ଼ିକୁ ଫେରାଇ ଦେବାକୁ ପଡ଼େ, ତେବେ ତାହା ତିକ୍ତ ଲାଗିବା ଉଚିତ ନୁହେଁ। ଶବ୍ଦ ଖଣ୍ଡା ଅପେକ୍ଷା ଅଧିକ ଜୋରରେ କଥା କୁହେ। ଲୋକମାନେ ଆପଣଙ୍କର ଜ୍ଞାନ ଏବଂ ସଫଳତାକୁ ଭୁଲି ଯାଇପାରନ୍ତି, କିନ୍ତୁ ଆପଣ କହିଥିବା କଥା ସେମାନେ ସର୍ବଦା ମନେ ରଖନ୍ତି। ଆପଣଙ୍କ ଜୀବନରେ ସବୁବେଳେ ଆତ୍ମସମ୍ମାନ ବଜାୟ ରଖନ୍ତୁ, ନଚେତ୍ ଆପଣଙ୍କର ଅଧିକାର ଥିବା ସ୍ଥାନରେ ମଧ୍ୟ ଲୋକମାନେ ଆପଣଙ୍କୁ ଦମନ କରିବା ଆରମ୍ଭ କରିବେ। ଶ୍ରୀକୃଷ୍ଣ କହିଛନ୍ତି, ଯିଏ ସୁଖ ଏବଂ ଦୁଃଖକୁ ସମାନ ଭାବରେ ଦେଖେ, କେବଳ ସେହି ହିଁ ମୋକ୍ଷର ହକଦାର ହୋଇଥାଏ। ଯେଉଁ ଜିନିଷଗୁଡ଼ିକ ଆପଣଙ୍କ ନିୟନ୍ତ୍ରଣରେ ନାହିଁ, ସେଥିରେ ସମୟ ଏବଂ ଶକ୍ତି ଖର୍ଚ୍ଚ କରିବା ବୃଥା ଅଟେ। ସମସ୍ତଙ୍କୁ ଖୁସି କରିବାକୁ ଚେଷ୍ଟା କରନ୍ତୁ ନାହିଁ, ଏହା ବହୁତ ଅସମ୍ଭବ। ଯେ ପର୍ଯ୍ୟନ୍ତ ଆପଣ ନିଜକୁ ହାର ମାନିବେ ନାହିଁ, ସେ ପର୍ଯ୍ୟନ୍ତ କେହି ଆପଣଙ୍କୁ ପରାସ୍ତ କରିପାରିବେ ନାହିଁ। ଆପଣ ଦୁର୍ବଳ ନୁହନ୍ତି, ସମୟ କେବଳ କଠିନ ଏବଂ ସମୟ ପରିବର୍ତ୍ତନ ହୋଇଥାଏ। ତେଣୁ କ୍ଳାନ୍ତ ହୁଅନ୍ତୁ ନାହିଁ, ବନ୍ଦ କରନ୍ତୁ ନାହିଁ, ଆପଣଙ୍କର କାମ କରିଚାଲନ୍ତୁ। କେହି ଅନ୍ୟ କାହାର ସ୍ୱପ୍ନ ପୂରଣ କରିବାକୁ ଏହି ଦୁନିଆକୁ ଆସିନାହାନ୍ତି। ସମସ୍ତେ ନିଜର ଭାଗ୍ୟ ଗଢ଼ିବାରେ ବ୍ୟସ୍ତ। ଯଦି ଆପଣ ସଫଳତା ପାଉନାହାନ୍ତି, ତେବେ ଏହାର ଅର୍ଥ ନୁହେଁ ଯେ ଏହା ଆପଣଙ୍କର ନୁହେଁ। ଆପଣଙ୍କୁ କେବଳ ଆପଣଙ୍କ ପ୍ରୟାସରେ କିଛି ନୂତନ କରିବାକୁ ପଡ଼ିବ। ପ୍ରେମ ଏବଂ ଘୃଣା ମଧ୍ୟରେ ସନ୍ତୁଳନ ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ ଅଟେ,
କାରଣ ଯେତେବେଳେ ଆପଣ ଉଭୟକୁ ଅତିକ୍ରମ କରନ୍ତି ସେତେବେଳେ ଜିନିଷଗୁଡ଼ିକ ସ୍ପଷ୍ଟ ହୋଇଯାଇଥାଏ। ଆମେ ଘୃଣାରେ ଅନ୍ଧ ହୋଇଯାଉ ଏବଂ ପ୍ରେମରେ ଅନେକ ଜିନିଷକୁ ଅଣଦେଖା କରିଥାଉ। ଜୀବନ ହେଉଛି ସ୍ଥିରତା ଏବଂ ଗତି ମଧ୍ୟରେ ଏକ ସନ୍ତୁଳନ। ଟିକେ ଅଟକି ଭାବନ୍ତୁ ଏବଂ ତାପରେ ଆଗକୁ ବଢ଼ନ୍ତୁ। ଯେତେବେଳେ କେହି କହେ ଯେ ତୁମେ ଜଣେ ଦେବତା, ଏହାର ଅର୍ଥ ନୁହେଁ ଯେ ତୁମେ ପୂଜାଯୋଗ୍ୟ। ଏହାର ଅର୍ଥ ହେଉଛି ଆପଣଙ୍କ ଭିତରେ ଅସୀମ ସମ୍ଭାବନା ଅଛି। ଯଦି କେହି କହେ ଯେ ତୁମେ କିଛି ହାସଲ କରିପାରିବ ନାହିଁ, ତେବେ ମନେ ରଖ ଯେ ତୁମର ପ୍ରକୃତ ଶକ୍ତି ବାହାରେ ନାହିଁ ବରଂ ତୁମ ଭିତରେ ଅଛି। ଆପଣ ଦେଖିବେ ମଦ ବିକ୍ରେତା ତା ଦୋକାନରେ ବସିଥାଏ। ଲୋକମାନେ ତା ପାଖକୁ ନିଜେ ଆସନ୍ତି, କିନ୍ତୁ କ୍ଷୀର ବିକ୍ରେତାଙ୍କୁ ପ୍ରତ୍ୟେକ ରାସ୍ତାରେ ପ୍ରତ୍ୟେକ ଗଳିରେ ବୁଲିବାକୁ ପଡ଼ିଥାଏ। ଏହି ଦୁନିଆର ସତ୍ୟ। ମନ୍ଦ ନିଜେ ଆସେ ଏବଂ ଭଲକୁ ନିଜକୁ ପ୍ରମାଣିତ କରିବାକୁ ପଡ଼ିଥାଏ। ପ୍ରତ୍ୟେକ ମଣିଷ କୌଣସି ନା କୌଣସି ଉପାୟରେ ଅସମ୍ପୂର୍ଣ୍ଣ। କେହି ସମ୍ପୂର୍ଣ୍ଣ ସକ୍ଷମ ନୁହନ୍ତି। ଆମ ପ୍ରିୟଜନଙ୍କ ଠାରୁ ପାଇଥିବା କ୍ଷତ କେବେ ଦେଖାଯାଏ ନାହିଁ, କିନ୍ତୁ ସେଗୁଡ଼ିକ ସବୁଠାରୁ ଗଭୀର। ଯେଉଁମାନଙ୍କ ପାଖରେ ମାନବିକତା ନାହିଁ ସେମାନେ କେବଳ ନିଶ୍ୱାସ ନେଉଛନ୍ତି। ପ୍ରକୃତରେ ସେମାନେ ମଧ୍ୟ ମୃତ ମଣିଷ ପରି। ଅନେକ ଲୋକ ନିଜର ସମଗ୍ର ଜୀବନ ଏପରି ଲୋକଙ୍କ ପାଇଁ ବିତାଇ ଦିଅନ୍ତି ଯେଉଁମାନେ ସେମାନଙ୍କ ବିଷୟରେ ଚିନ୍ତା କରନ୍ତି ନାହିଁ। ଆମ ପରିସ୍ଥିତି ସତ୍ତ୍ୱେ ଯେଉଁମାନେ ଆମକୁ ଅଣଦେଖା କରନ୍ତି ସେମାନଙ୍କ ବିଷୟରେ ନୁହେଁ, ଯେଉଁମାନେ ଆମ ଉପସ୍ଥିତିରେ ଖୁସି ସେମାନଙ୍କ ବିଷୟରେ ଆମେ ଚିନ୍ତା କରିବା ଉଚିତ। ଜୀବନ ଆମକୁ ଅନେକ ଶିକ୍ଷା ଦେଇଛି ଏବଂ ଆମେ ପ୍ରତ୍ୟେକ ଅଭିଜ୍ଞତା ପାଇଁ କୃତଜ୍ଞ ହେବା ଉଚିତ, କାରଣ ଏହି ଅଭିଜ୍ଞତା ମାଧ୍ୟମରେ ଆମେ ବୁଝିପାରୁଛୁ ଯେ କାହାକୁ ଆଘାତ ଦେବା କେତେ ମହଙ୍ଗା ହୋଇପାରେ। ଯେତେବେଳେ ଆମେ ଯେଉଁମାନଙ୍କୁ ହରାଇବାକୁ ଚାହୁଁନଥିଲୁ ସେମାନେ ଚାଲିଯାଆନ୍ତି, ସେତେବେଳେ ଆମେ ଅନୁଭବ କରୁ ଯେ ଆମେ କେତେ ଦେଇଥିଲେ ଏବଂ ପ୍ରତିବଦଳରେ ଆମେ କ'ଣ ପାଇଲେ। ଜଣେ ବ୍ୟକ୍ତି ପ୍ରାୟତଃ ଅଧା ଶୁଣେ, ଟିକିଏ ବୁଝେ ଏବଂ ଚିନ୍ତା ନ କରି ପ୍ରତିକ୍ରିୟା ଦିଏ। ଏହି କାରଣରୁ ତାଙ୍କୁ ବୁଝିବା କଷ୍ଟକର ହୋଇପଡ଼େ। ଯେଉଁମାନେ ସତ୍ୟ କୁହନ୍ତି ଏବଂ ଅନ୍ୟମାନଙ୍କର ମଙ୍ଗଳ କାମନା କରନ୍ତି ସେମାନଙ୍କୁ ସବୁଠାରୁ ଅଧିକ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥାଏ। ବିଡ଼ମ୍ବନା ଦେଖନ୍ତୁ, ଆଜିର ଚାକିରି ଆମକୁ ଏପରି ପରିସ୍ଥିତିରେ ପହଞ୍ଚାଇ ଦେଇଛି ଯେ ଆମକୁ ନିଜ ଘରକୁ ଯିବା ପାଇଁ ଅନ୍ୟ କାହାଠାରୁ ଅନୁମତି ନେବାକୁ ପଡ଼ୁଛି। ଆମେ ଟଙ୍କା ରୋଜଗାର କରିବା ପାଇଁ ସମୟ ବିକ୍ରି କରିଥିଲୁ ଏବଂ ଏବେ ସେହି ସମୟ ଫେରି ପାଇବା ପାଇଁ ଟଙ୍କା ଖର୍ଚ୍ଚ କରୁଛୁ। ପ୍ରେମରେ ବୁଡ଼ି ରହି ଆମେ ଅନ୍ୟମାନଙ୍କର ଭୁଲ ଦେଖିପାରୁନାହୁଁ ଏବଂ କ୍ରୋଧରେ ଆମେ ନିଜର ଭଲପଣକୁ ମଧ୍ୟ ଭୁଲି ଯାଇଥାଉ। କିନ୍ତୁ ବାସ୍ତବରେ ମଣିଷ ଈଶ୍ୱରଙ୍କ ପାଖକୁ ଯାଏ ନାହିଁ, ବରଂ ଯେତେବେଳେ ସେ ଭିତରୁ ପ୍ରସ୍ତୁତ ହୁଏ ଈଶ୍ୱର ନିଜେ ତା ପାଖକୁ ଆସନ୍ତି। ତେଣୁ ଆସନ୍ତୁ ଆମେ କେବଳ ବୁଦ୍ଧିମାନ ନୁହେଁ ସରଳ ହେବାକୁ ଚେଷ୍ଟା କରିବା। ଏହି ବ୍ୟସ୍ତବହୁଳତାରେ ନିଜକୁ ହରାଇବା ପରିବର୍ତ୍ତେ ନିଜକୁ ଖୋଜିବା ଶିଖନ୍ତୁ, କାରଣ ପ୍ରକୃତ ବିଜୟ ସେତେବେଳେ ଆସିଥାଏ ଯେତେବେଳେ ଆମେ ନିଜକୁ ବୁଝିପାରୁ। ଅନେକ ସମୟରେ ଆମେ ସବୁ କିଛି ପାଇବା ପରେ ମଧ୍ୟ ଖାଲି ଅନୁଭବ କରୁ, କାରଣ ପ୍ରକୃତ ସନ୍ତୋଷ ବାହ୍ୟ ଜିନିଷରୁ ନୁହେଁ ଭିତରୁ ଆସିଥାଏ।
ଦୁଃଖ ଜୀବନର ସେହି ଅଂଶ ଯାହା ଆମକୁ ଭାଙ୍ଗି ନଥାଏ ବରଂ ଅଧିକ ଶକ୍ତିଶାଳୀ କରିଥାଏ। ତେଣୁ ଜୀବନରେ ଯାହା ଘଟେ ଯାହା ହୁଏ ତାହା ଭଲ ପାଇଁ ହୁଏ। ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ କରନ୍ତି। ତେଣୁ ଦର୍ଶକ ବନ୍ଧୁ ରହୁଛୁ, ପୁଣି ଦେଖା ହେବା ଏକ ପରବର୍ତ୍ତୀ ଭିଡ଼ିଓରେ। ସେତେବେଳ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଜୟ ଶ୍ରୀକୃଷ୍ଣ। ରାଧେ ରାଧେ ବନ୍ଧୁଗଣ।